ଗୁଣ୍ଡାମାନଙ୍କ ଠାରୁ ଖସି ଆସିବେ ବିବେକ, ଆସିଯିବେ ନିଜ ଘରକୁ। ଆସିଲା ବେଳେ ବିବେକ ନକଲି ବିବେକର କଥା କହିବେ। ବୁଲବୁଲ ଦେବୀ କବାଟ ଖୋଲିବେ, କହିବେ ତୁ ପରା ଏବେ ଏଇ ଘରେ ଥିଲୁ, ତୁ ବାହାରକୁ ଗଲୁ କେମିତି? ସେଇଟା ମୁଁ ନୁହେଁ ମମି, ସେଇଟା ମୋର ବୋହୂ ରୂପୀ। ସୁନୈନା ମୋତେ କିଡନାପ୍ କରି ନେଇ ରଖିଥିଲା। ମୁଁ ବହୁତ କଷ୍ଟରେ ଆସିଛି ଗୁଣ୍ଡାମାନଙ୍କ ଠାରୁ କବଳ ଛଡ଼ାଇ। ତୁମେ ଯାହାକୁ ବିବେକ ବୋଲି ଭାବୁଥିଲ ସେ ବିବେକ ନୁହେଁ। ତାପରେ କହିବେ ଚୌଧୁରୀ ବାବୁ, ମୁଁ ବି ଭାବୁଥିଲି ବିବେକ ଏମିତି ହରକତ କରିବା ପିଲା ନୁହେଁ। ସେ ଏମିତି ବଦଳି ଗଲା କେମିତି ଭାବୁଥିଲି। ସେହି ରୂପମ ଲୁକି କରି ଦେଖୁଥିବ। ସେ ମନେ ମନେ ଭାବୁଥିଲେ ଯେ ଏଇ ସୁଲକତା ଗଲା କୁଆଡ଼େ। ଆଜି ତାର ଅବସ୍ଥା ଖରାପ ହୋଇଯିବ। ମୁଁ ବି ସେଇ ଘର ଛାଡ଼ି ଚାଲିଯିବି। ସେଇ ଝରକା କବାଟ ଭାଙ୍ଗି କରି ଚାଲିଯିବି। ତାପରେ ଘର ଲୋକ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ବୁଲବୁଲ ଦେବୀ କାନ୍ଦି ପକାଇ କହିବେ, ମୋର ପୁଅଙ୍କ ସହିତ ଏତେ ବଡ଼ ଅନର୍ଥ ହୋଇଗଲା, କେହି ଆମେ ଜାଣିପାରିଲୁ ନାହିଁ। ଏହାପରେ ବୁଲବୁଲ ଦେବୀ ଭାଙ୍ଗି ପଡ଼ିବେ। ସେ ନିଜକୁ ଦୋଷ ଦେବେ। ମୋର ପୁଅକୁ ଜାଣିପାରିଲି ନାହିଁ। ମୋର ପୁଅ ସହିତ ଏତେ ବଡ଼ ଅନର୍ଥ ହୋଇଗଲା। ତାହାପରେ ଚୌଧୁରୀ ବାବୁ କହିବେ, ସେ ନକଲି ବିବେକ ଗଲା କୁଆଡ଼େ, ତାକୁ ମୁଁ ଛାଡ଼ିବି ନାହିଁ। ଆଜିର ଭିଡ଼ିଓଟି କେମିତି ଲାଗିଲା ଆମକୁ ଲାଇକ୍, ସେୟାର ଓ କମେଣ୍ଟ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।